ପିଲାମାନେ ଛୁଟିରେ ପଢୁଛ ନା ବୁଲୁଛ? ମୁଁ ଆଜି କ୍ଲାସ 4 ର ବର୍ଣ୍ଣ ବିଷୟରେ ବର୍ଣ୍ଣ ଶବ୍ଦ ବାକ୍ୟ ବିଷୟରେ ତୁମକୁ କିଛି ପଢେଇବି। ଆମେ ଦେଖିବା ବର୍ଣ୍ଣ ବାକ୍ୟ ଶବ୍ଦ କାହାକୁ କୁହାଯାଏ। କେତୋଟି ଅକ୍ଷର ମିଶି ଗୋଟେ ଶବ୍ଦ ହୁଏ। ଧରାଯାଉ ରାମ ଗୋଟେ ଶବ୍ଦ ହେଲା, ଏଠି ଦୁଇଟା ଅକ୍ଷର ମିଶି ଗୋଟେ ଶବ୍ଦ ହେଇଛି। ସେପରି କେତୋଟି ଶବ୍ଦ ମିଶିକି ଗୋଟେ ବାକ୍ୟ ହେବ। ରାମ ଭଲ ପଢେ, ଏଥିରେ କେତେଟା ଶବ୍ଦ ଅଛି? ତିନୋଟି ଶବ୍ଦ ମିଶିଛି। ତିନୋଟି ଶବ୍ଦ ମିଶିକି ଗୋଟେ ବାକ୍ୟ ହୋଇଛି। ଏଟା ମଧ୍ୟ ଗୋଟେ ବାକ୍ୟ, ଏଥିରେ ମଧ୍ୟ ତିନୋଟି ଶବ୍ଦ ମିଶିକି ଗୋଟେ ବାକ୍ୟ ହେଇଛି। ହରି ଗୀତ ଗାଉଛି, ଏଟା ମଧ୍ୟ ଏଥିରେ ମଧ୍ୟ ତିନୋଟି ଶବ୍ଦ ମିଶି ଗୋଟେ ବାକ୍ୟ ହେଇଛି। ଗୋପାଳ ଭଲ ତବଲା ବଜାଏ, ଏଥିରେ ଚାରୋଟି ଶବ୍ଦ ମିଶିକି ଗୋଟେ ବାକ୍ୟ ହେଇଛି। ଆମେ ଉପରୋକ୍ତ ବାକ୍ୟ ଗୁଡ଼ିକୁ ଉଚ୍ଚ ସ୍ୱରରେ ଉଚ୍ଚାରଣ କରିବା, ତେବେ ସେଥିରେ କିଛି ଧ୍ୱନି ବାହାରିବ। ଯଦି ଆମେ ଏହି ବାକ୍ୟକୁ ଲେଖିବା, ସେଥିରେ କିଛି ଲିପିର ବ୍ୟବହାର ହେବ। ପିଲାଟି ଜନ୍ମ ବେଳେ ଯେଉଁ କୁଆଁ କୁଆଁ ଶବ୍ଦ କରେ ତାହା ହେଲା ଧ୍ୱନି। ତାପରେ ବଡ଼ ହେଲା ପରେ ଯେତେବେଳେ ପାଠ ପଢେ, ସେତେବେଳେ ପାଠ ପଢେ ତାକୁ ଲେଖି ପାରିଲେ ତାକୁ ବର୍ଣ୍ଣ କୁହାଯିବ। ହରି ଗୀତ ଗାଉଛି, ଏହାକୁ ଆମେ କେମିତି ହେଇଛି ଆଲୋଚନା କରିବା। ହରି ହରେ ହଳନ ଯୁକ୍ତ ଅ ଯୁକ୍ତ ର ରେ ହଳନ ଯୁକ୍ତ ହର୍ଷ, ଏଥିରେ ଚାରୋଟି ଧ୍ୱନି ମିଳିତରେ ହେଇଛି। ତାପରେ ଗୀତ ଗରେ ହଳନ ଯୁକ୍ତ ଦୀର୍ଘ ଇ ଯୁକ୍ତ ତରେ ହଳନ ଯୁକ୍ତ ଅ, ଏଥିରେ ମଧ୍ୟ ଚାରୋଟି ଧ୍ୱନି। ତାପରେ ଗାଉଛି ଗରେ ହଳନ ଯୁକ୍ତ ଆ ଯୁକ୍ତ ହର୍ଷ ଉ ଛରେ ହଳନ ଯୁକ୍ତ ହର୍ଷ ଇ କିଛି ହେଇଛି, ଏଥିରେ ପାଞ୍ଚଟି ଧ୍ୱନି। ଆମେ ଶୁଣୁଥିବା ପ୍ରତ୍ୟେକ ଶବ୍ଦ ଧ୍ୱନିର ସମାହାର। ଆମେ ଯେତେ ଶବ୍ଦ ସବୁ ଶୁଣୁଛେ ତାହା ହେଉଛି ଧ୍ୱନିର ସମାହାର ଅଟେ। ଧ୍ୱନିର ଲିଖିତ ରୂପ କ'ଣ କୁହାଯାଏ? ବର୍ଣ୍ଣ କୁହାଯାଏ। ଆମେ ବର୍ଣ୍ଣ ବିଷୟରେ ଆଜି ପଢିଲେ, ତାହେଲେ ବର୍ଣ୍ଣ କାହାକୁ କୁହାଗଲା ଜାଣିଲ? ଧ୍ୱନିର ଲିଖିତ ରୂପକୁ ବର୍ଣ୍ଣ କୁହାଯାଏ। ଧ୍ୱନିର ଲିଖିତ ରୂପକୁ ବର୍ଣ୍ଣ ବା ଅକ୍ଷର କୁହାଯାଏ। ତାପରେ ଆମେ ବର୍ଣ୍ଣର ପ୍ରକାରଭେଦ ପଢିବା। ଆମେ ବର୍ଣ୍ଣର ପ୍ରକାରଭେଦ ବିଷୟରେ ଜାଣିବା। ବର୍ଣ୍ଣ ସାଧାରଣତଃ କେତେ ପ୍ରକାର ଜାଣିଛ? ଦୁଇ ପ୍ରକାର। ଗୋଟେ ହେଲା ସ୍ୱରବର୍ଣ୍ଣ, ଆଉ ଗୋଟେ ହେଲା ବ୍ୟଞ୍ଜନ ବର୍ଣ୍ଣ। ଆଗେ ଆମେ ଜାଣିବା ସ୍ୱରବର୍ଣ୍ଣ ବିଷୟରେ, ତାପରେ ଜାଣିବା ବ୍ୟଞ୍ଜନ ବର୍ଣ୍ଣ ବିଷୟରେ। ସ୍ୱରବର୍ଣ୍ଣ କାହାକୁ କୁହାଯାଏ? ଯେଉଁ ବର୍ଣ୍ଣ ଅନ୍ୟ ବର୍ଣ୍ଣର ସାହାଯ୍ୟ ବିନା ଉଚ୍ଚାରିତ ହୁଏ ତାହାକୁ ସ୍ୱରବର୍ଣ୍ଣ କୁହାଯାଏ। କେଗୁଡାକ? ଅ ଆ ହର୍ଷ ଇ ଦୀର୍ଘ ଇ ହର୍ଷ ଉ ଦୀର୍ଘ ଉ ରୁ ଏ ଐ ଓ ଉ, ଏମିତି ହେଲା 11ଟି ଆମର ସ୍ୱରବର୍ଣ୍ଣ। ସେଥିରୁ ଚାରୋଟି ହେଲା ଅ ହର୍ଷ ଇ ହର୍ଷ ଉ ରୁ ହେଲା ହର୍ଷ ସ୍ୱର, ଆଉ ଦୀର୍ଘ ସ୍ୱର କେବଳ 7ଟି ଆ ଦୀର୍ଘ ଇ ଦୀର୍ଘ ଉ ଏ ଐ ଓ ଔ। ତାହେଲେ 4 ଆଉ 7 ମିଶି କେତେ ହେଲା? 11ଟି। ଆମର 11ଟି ହେଲା ସ୍ୱରବର୍ଣ୍ଣ ଆଉ 39ଟି ହେଲା ବ୍ୟଞ୍ଜନ ବର୍ଣ୍ଣ। ସ୍ୱରବର୍ଣ୍ଣ ବିଷୟରେ ଜାଣିଲ, ତାପରେ ଆମେ ପଢିବା ବ୍ୟଞ୍ଜନ ବର୍ଣ୍ଣ। ସ୍ୱରବର୍ଣ୍ଣ ବିଷୟରେ ଜାଣିଥିଲେ, ଏବେ ବ୍ୟଞ୍ଜନ ବର୍ଣ୍ଣ ବିଷୟରେ ଜାଣିବା। ବ୍ୟଞ୍ଜନ ବର୍ଣ୍ଣ 39ଟି, ବର୍ଗୀୟ ସେଥିରୁ ବର୍ଗୀୟ ବର୍ଣ୍ଣ ହେଲା 25ଟି ଏବଂ ଅବର୍ଗୀୟ ହେଲା 14ଟି। ବର୍ଗୀୟ ଭିତରେ ରହୁଛି କ ଖ ଗ ଘ ଙ ଚ ଛ ବର୍ଗେ ଜ ଝ ଞ ଟ ଠ ଡ ଢ ମୂର୍ଧଣ୍ୟ ତ ଥ ଦ ଧ ଦନ୍ତେନ ପ ଫ ବ ଭ ମ। ଅବର୍ଗୀୟ ଭିତରେ ରହୁଛି ଅସ୍ତେଜ ର ଳ ଓରେ ବ ତାଲବେଶ ମୂର୍ଧନ୍ୟାସ ଦନ୍ତେଶ ହ କ୍ଷ ୟ ଲ ଅନୁଷ୍କାର ବିସର୍ଗ ଓ ଚନ୍ଦ୍ରବିନ୍ଦୁ। କୌଣସି ଭାଷା, ତାପରେ ଆମେ ଦେଖିବା ବର୍ଣ୍ଣମାଳା କାହାକୁ କୁହାଯାଏ? କୌଣସି ଭାଷାରେ କ୍ରମାନୁସାରେ ଲିଖିତ ସମସ୍ତ ବର୍ଣ୍ଣର ସମଷ୍ଟିକୁ ବର୍ଣ୍ଣମାଳା କୁହାଯାଏ। ଓଡ଼ିଆ ବର୍ଣ୍ଣମାଳାରେ କେତୋଟି ଅକ୍ଷର ଅଛି କହିଥିଲି? 50ଟି ଅକ୍ଷର ବା ବର୍ଣ୍ଣ ଅଛି। ସେଥିରୁ ସ୍ୱରବର୍ଣ୍ଣ 11ଟି ଓ ବ୍ୟଞ୍ଜନ ବର୍ଣ୍ଣ 39ଟି। ଆଜି ଏତିକି ପଢେଇଲେ, ତମେ ସମସ୍ତେ ଘରେ ଏତିକି ପଢିକି ମନେ ରଖିବ। ତାପରେ ଆମେ ଅନ୍ୟ ଏକ ପିରିୟଡରେ କିଛି ତମକୁ ମୁଁ କ୍ୱେଶ୍ଚନ ଦେବି, ତମେ ତାର ଆନ୍ସର ମତେ ଦବ।